तो हर हर शंभु सांग मैंने आज आम आसी जाइए जटेश्वर शिवलिंग पाखक आपन गोटे मस्त यूनिक इंटरेस्टिंग जहाँ कह कहतु कि गोटे पूरा रहस्यमय जिनस देखा हर हर शंभु। तो ये हेले बाबा जटेश्वर केते बड़ शिवलिंगटा देखंतु आ शिवलिंगर रहस्य है ये प्रति वर्ष उंचा माने बढ़ी चलता है आर चौड़ाई भी बढ़े आर ऊंचाई भी बढ़े आ ये एबे 25 फुट ऊपर को अच्छी। तो एबे आमे से शिवलिंग चारिपटे बुलुचु एक्सप्लोर करचु केमती कौन शिवलिंगटा देखा जाउची आउ एटा ए शिवलिंगटा 100 वर्ष ऊपर को पुराना। तो ये गोटे सीढ़ी भी लगी से शिवलिंग ऊपर को जीवाई मैंने यहाँ मनीष हाइट रो बहुत उंचा अच्छे पूरा गछ पाखक छुई जाइए आउ टिके बढ़ेले से गछ मछ काटिया पड़ो। तो यही शांत परिवेश रे प्रत्येक पत्थर आपन को स्पिरिचुअल फील करेबो। ये देखंतु साहाड़ा गछ को केमती पूजा करा होची सेठी निम्म गछ को केमती पूजा करा होची बेल गछ को पूजा करा होची एटी सब जिंस भी स्पिरिचुअल पूरा फील होची। इसटा को देखंतु कितने शांत एटी आपन पूरा धीरे कहले पूरा जोर से सुगा कहीं डिस्टर्ब करने ना पूरा शांत आउ जदि आपन पूरा ये भाया शांत परिवेश रे शिवंकर आराधना करने चाहूँगी ताहले आसंतु नीलगिरी को। तो देखंतु ये धीरे धीरे गालुआर भाई चलुची। तो ये महाकाल पीठ रे मते सबू जिनस एटिकार पूरा स्पिरिचुअल फीलिंग दूची। ये गोटे पत्थर भी मते स्पिरिचुअल फीलिंग दूची एटी गोटे बिलेई कि गोटे किछि भी जीव भी गोटे मते स्पिरिचुअल फीलिंग दूची। देखंतु एटी आउ गोटे पत्थर को गणेशंक शेप रे आकृति दियाइछि पूरा एटा तांको कान एटा ता मुंड आखि पूरा परफेक्ट ही पत्थरटा गणेशंक शेप रे। बाबा जटेश्वर ये 100 वर्ष रु पूजा पाउचंती आउ एटे जे पूजक फर्स्ट पूजक हेले आंको बापा तापरे तांको झियो एटी पूजा करतुले तापरे ए जेजे पूजा करचंती। तो आसंतु जानिबा ए शिवलिंगर किछि रहस्य। तो ए शिवलिंगर किछि गोटे रहस्य कोंतु जे कहूँ आपण मैंने शुणु जे मोर जिते मूलर आरंभ कर दूची जिते मोर बयस हाराहारी 12 वर्ष से बापा आमको 3-4 जन पिला डाकी आनला पर आम आसिलु ये आसला 2टा बरडाल आनी
ବର ଡାଳ ଆଣିଲା ପରେ ସେ କହିଲା ଯେ ଏଇ ଜାଗାର ତାଡ଼ ସେଇଠି ତାଡ଼ିଲେ, କିନ୍ତୁ ପୂର୍ବରୁ ଏଇଠି ବରଗଛ ନଥିଲା, ଏଟା ଲଗା ହେଇଛି ଡାଳ, ବାପା ଲଗାଇଥିଲେ। ତାପରେ ସାଙ୍ଗେ ସାଙ୍ଗେ ଆବୁଦ କରିଦେଲେ। ଆବୁଦ କଲା ପରେ ପାହାଡ଼ ତଳକୁ ଗଲେ, ସେଇଠି ଗୋଟେ ଲଗେଇଛି। ଏଇ ଲଗେଇ ସାରିଲା ପରେ ତାପରେ ଆସିଲେ। ତାପରେ ମୁଁ ନିଜକୁ ଭାବିନି ଯେ ବାପା ତ ଗଛ ଡାଳ ଲଗାଇଲା, ଏଇଠି ବାପା କ'ଣ କରୁଛନ୍ତି। କିନ୍ତୁ ପୂର୍ବରୁ ଏଟା ଏମିତିକା ସଫା ନଥିଲା, ଜଙ୍ଗଲ ଥିଲା। ତାପରେ ଦିନେ ଛପିଲି, ସେଇଠି ଯେଉଁ ଆମ ଘର ହେଇଛି ସେଇଟା ଆମ ଠିକଟ ଜାଗା। ତାପରେ ଛପିକି ଦେଖିନି ଯେ ବାପା ତାର ଗାଧୋଇ ଆସିକି ତାର ସେଇ ଗଛ ମୂଳ ଟିକେ ପାଣି ଢାଳିଲା, ପାଣି ଟିକେ ଛିଞ୍ଚିଦେଲା। ସେଇଠି ମୂର୍ତ୍ତି ଫୂର୍ତ୍ତି ପୂର୍ବରୁ ନଥିଲେ। ତାପରେ ଧୂପ ଦେଲା, ଫୁଲ ଗୁଟି ଦେଲା, ଏତିକ। ତାପରେ ମାଆଙ୍କ ପାଖକୁ ଗଲା, ସେଇଠି ବି ସେମିତିକା ଧୂପ ଏବଂ ଫୁଲ ଦେଲା। ତାପରେ ବାବାଙ୍କ ପାଖକୁ ଆସିଲା। ଏଠି ସିନ୍ଦୁର କିମ୍ବା ଚନ୍ଦନ କିଛି ବି ଦିଆ ହେଉନଥିଲା। ଆଉ ଏମିତିକି ସେ ତାର ପୂଜା କରୁଥିଲେ। ସେଇଦିନ ମୁଁ ଜାଣିନି ଯେ ବାପା ଏଠି ପୂଜା କରୁଛନ୍ତି। ତାପରେ ମୁଁ ଭାବେନି, ଆମେ ତ କିଛି ଜାଣିନଥିଲୁ ପୂର୍ବରୁ, କିନ୍ତୁ ବାବାଙ୍କ ବାଁ ସାଇଡ଼୍ ଗୋଟେ ଗଛ ଥିଲା। ସେ ଗଛ ମାଧ୍ୟମରେ ଉଠିକି ଆମେ ଠାକୁରଙ୍କ ଉପରେ ବହୁତ ଲୋକ ବସିଛେ। ପୂର୍ବରୁ ଆମେ ଠାକୁର ବୋଲି ତ ଆମେ ଜାଣିନଥିଲୁ ନା। ଏମିତି ହେଇକି ତାହା ବାପା ସେମିତିକା ପୂଜା କରୁଥାଏ। ଏ ଯେଉଁ ନୀଳଗିରି ମିତ୍ରପୁରର ବ୍ଲୁ ଲେକ୍କୁ, ଏଇଟା ଗୋଟେ ମାଇନ୍ସ ଏରିଆ। ଏତିକି ସବୁ ଖୋଳା ହେଇଯାଇଛି ପଥର, ଆଉ ଏଇ ଜାଗାରେ ସବୁ ପାଣି ଜମି ଯାଇଛି। ତାପରେ ଏଇଟା ଗୋଟେ ଟୁରିଷ୍ଟ ପ୍ଲେସ୍ ହେଲା ବ୍ଲୁ ଲେକ୍। ଏଠି ପୁରା ଆକାଶର ରିଫ୍ଲେକ୍ସନ୍ ପଡ଼ି ପୁରା ବ୍ଲୁ କଲର୍ ଦେଖାଉଛି ପାଣି। ଆଉ ଏଠି ବହୁତ ମାଛ ବି ଅଛନ୍ତି। ଏଠି ଛୋଟ ଛୋଟ ମାଛ ବି ଅଛନ୍ତି। ଆଉ ଏଇଠି ଆପଣ ଗୋଡ଼ ପୂରେଇକି ରଖିବେ, ଆଉ ଆପଣଙ୍କ ଗୋଡ଼ ଉପରେ ଟିକେ ବାଲି ରଖିଦେବେ, ସେମାନେ ଆସିକି ଖୁମ୍ପି ଖୁମ୍ପି ଟିକେ 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 କରିକି ଖାଇବେ ଆପଣଙ୍କ ଯେଉଁ ଡଷ୍ଟ ପଡ଼ିଥିବ ଆପଣଙ୍କ ଗୋଡ଼ ଉପରେ। ଆଉ ତ ଆପଣ ଏଠି ପିକନିକ୍ ବି କରିପାରିବେ ସେଇ ଜାଗାରେ, କି ଏ ଜାଗାରେ କେଉଁଠି ବି ଆପଣ ଏଠି ପିକନିକ୍ କରିପାରିବେ। ଆଉ ଏଠି ପାଣିର ତ ବ୍ୟବସ୍ଥା ଅଛି, ଦେଖୁଛନ୍ତି ପୁରା ଲେକ୍ଟା ପଡ଼ିଛି, ଆପଣ ହାତ ଧୋଇପାରିବେ ଆରାମସେ। ତ ଏଇଟା ଗୋଟେ ପିକନିକ୍ ସ୍ପଟ୍ ବି। ତ ଦେଖନ୍ତୁ ମୋ ପଛ ଭ୍ୟୁଟା କେତେ ସୁନ୍ଦର ଦେଖାଯାଉଛି। ଆଉ ଏଇ ବ୍ଲୁ ଲେକ୍ ମଝିରେ ଗୋଟେ ଆଇଲ୍ୟାଣ୍ଡ ଭଳିଆ ହେଇଯାଇଛି। ଆଉ ଏଇଠିକି ଆପଣ ଆସନ୍ତୁ, ବହୁତ ଏନ୍ଜୟ କରନ୍ତୁ, ପିକନିକ୍ ବି କରନ୍ତୁ। କିନ୍ତୁ ଏଇ ବ୍ଲୁ ଲେକ୍ ଭିତରୁ କେବେ ବି ଯିବା ପାଇଁ ଟ୍ରାଏ କରନ୍ତୁନି, କାହିଁକିନା ଏଇଟା ବହୁତ ବହୁତ ଡିପ୍। ତ ସାଙ୍ଗମାନେ, ଆପଣଙ୍କୁ ଜଟେଶ୍ୱର ବାବା ଆଉ ଏଇ ବ୍ଲୁ ଲେକ୍ର ଭ୍ୟୁଟା ପୁରା କେମିତି ଲାଗିଲା ମୋତେ କୁହନ୍ତୁ କମେଣ୍ଟରେ ଯାଇକି। ମୋତେ ତ ଏଇ ବ୍ଲୁ ଲେକ୍ର ଭ୍ୟୁଟା ପୁରା ମସ୍ତ ଲାଗିଲା। ଆଉ ଜଟେଶ୍ୱର ବାବାଙ୍କର ରହସ୍ୟ ପୁରା ବଢ଼ିଆ ଲାଗିଲା। ତ ଏଇଠିକି ଆପଣ ନିହାତି କେବେ ନା କେବେ ଫ୍ରି ଟାଇମ୍ରେ ଆସିବେ। ତ ଏଇ ବ୍ଲଗ୍ଟାକୁ ମୁଁ ଏଇଠି ସାରୁଛି। ଆଶା କରୁଛି ଏଇ ବ୍ଲଗ୍ଟା ଆପଣଙ୍କୁ ପସନ୍ଦ ଆସିଥିବ। ଏଇ ବ୍ଲଗ୍ଟାକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିଦେବେ। ବାଏ।